ଯମ ଯେ ନ ଜାଣଇ ବାଳୁତ ଯୁବା ଯିବୁ ବୋଲି ମନ କରିଛୁ ଅବାରେ କରିଛୁ ଅବା ଜଣେ ଏଥି କେହି ନାହିଁ ଅମର ଜଗନ୍ନାଥଙ୍କୁ ଭଜ ହେବୁ ଉଦ୍ଧାର। ସେ କଥା ବି କହୁଛନ୍ତି ବାରମ୍ବାର ଆମକୁ ଚେତେଇ ଦେବା ପାଇଁ ଆଜ୍ଞା ଆଉ କହୁଛନ୍ତି କବି ମନକୁ ସମ୍ବୋଧନ କରି ଆମକୁ ହିଁ ଚେତେଇ ଦେବା ପାଇଁ କହୁଛନ୍ତି। ତ ଅସାର ପଥରେ ରେ ମନ ରେ ମଣିଷ ତୁ ଅସାର ପଥରେ ଚାଲି ଯାଉଛୁ ଯେଉଁଗୁଡ଼ା ଆବଶ୍ୟକ ନୁହେଁ ଅନାବଶ୍ୟକ ପଦାର୍ଥ ଗୁଡ଼ିଏ ଘରେ ଆଣିକରି ଥଉଛୁ ଯାହାର କୌଣସି ମୂଲ୍ୟ ନାହିଁ। ଏଇ କଥା କେବେ ହେଲେ ତୁ ଚିନ୍ତା କରିପାରୁନି କାହିଁକି ନା ମଣିଷ ଆଜ୍ଞା ଏତେ ଭଗବାନ ଏମିତି କରିଛନ୍ତି ଏମିତି ମଣିଷ ମହାଚ୍ଛନ୍ନ ହେଇଯାଉଛି ଅନ୍ଧ ହେଇଯାଉଛି ଏବଂ ଲୋଭାସକ୍ତ ହେଇଯାଉଛି ଯାହାଫଳରେ ସେ ଆଉ ଏଥିରୁ ମୁକୁଳି ପାରୁନି। ତେଣୁ